ପିଆଜ ଷଣ୍ଢାକୁ ଆପଣ ଏମିତି ବନେଇକି ଭାଜିବେ ଯେ ଆପଣ ଭାତ ହଉ ରୁଟି ହଉ କିମ୍ବା ପରଟା ହଉ ସବୁଥିରେ ମଧ୍ୟ ଖାଇପାରିବେ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ମୁଁ ନେଇଛି ପିଆଜ ଷଣ୍ଢା। ତାକୁ କ'ଣ କରିବେ ନା ଆପଣ ଭଲସେ ଧୋଇ ନେବେ। ତା'ର ଯେଉଁ ଚେର ପୋର୍ସନଟା ଯେଉଁ ଅଛି ସେଥିରେ ମାଟି ବହୁତ ଲାଗିଥାଏ, ତ ଆପଣ ତାକୁ ଭଲସେ ପୁରା ବଢ଼ିଆକି ପୁରା ଧୋଇଦେବେ। ତାପରେ ପ୍ରଥମେ ଚେର ଭାଗକୁ କାଟିଦେବେ। ଦେଖନ୍ତୁ, ଆକୁ କାଟିକି ସାଇଡ଼୍ କରିକି ରଖିଦେବେ। ଆଉ ତାପରେ ଆପଣ କ'ଣ କରିବେ ନା ବେଶୀ ବଡ଼ ରଖିବେନି କି ବେଶୀ ଛୋଟ ରଖିବେନି, ମିଡ଼ିୟମ୍ ସାଇଜ୍ର ମୁଁ ଯେମିତି ଆପଣଙ୍କୁ ଭିଡ଼ିଓରେ ଦେଖାଉଛି ସେଇଭଳି ଭାବରେ ଆପଣ କାଟିଦେବେ। ତା ସହିତ ମୁଁ ନେଇଛି ଗୋଟେ ବଡ଼ ଟମାଟୋଟାକୁ ଏମିତି ପୁରା ଚୁନ୍ ଚୁନ୍ କରି କାଟିଦେବେ। ଛଡ଼ା ଆପଣ ପରିବା ହିସାବରେ ନେବେ ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁକୁ ପ୍ରଥମେ ଧୋଇକି ଚୋପା ଛଡ଼େଇ ନେବେ। ତାପରେ ଏମିତି ଚୁନ୍ ଚୁନ୍ କରି କାଟିଦେବେ। ଲମ୍ବା ରଖିବେନି, ଛୋଟ ଛୋଟ କରି କାଟିବେ, ତାକି ଦେଖିବା ପାଇଁ ଭଲ ଲାଗିବ ଆଉ ଖାଇବା ପାଇଁ ମଧ୍ୟ ଭଲ ଲାଗିବ, ଜଲ୍ଦି ମଧ୍ୟ ସିଝିଯିବ। ଏବେ କ'ଣ କରିବା ନା ଗ୍ୟାସ୍ ଅନ୍ କରିକି ଗୋଟେ ପ୍ୟାନ୍ ବସାଇବା। ସେଥିରେ ସୋରିଷ ତେଲ ଦେବା, ଜିରା ଆଉ ସୋରିଷ ଦେବା, କଞ୍ଚା ଲଙ୍କାକୁ ଏମିତି ମଝିରୁ ଚିରିକି ପକାଇଦେବେ। ତାପରେ ଟିକେ ହେଙ୍ଗୁ ଦେଇକି ଟମାଟୋ ପକାଇବେ। ଟମାଟୋକୁ ଟିକେ ଭଲସେ ଭାଜି ହେଇଗଲା ପରେ ତେଲରେ ତା'ର ଟେଷ୍ଟଟା ଟିକେ ଅଲଗା ଆସେ, ତ ସେଥିପାଇଁ ଟମାଟୋକୁ ପ୍ରଥମେ ଟିକେ ତେଲରେ ଭାଜି ନେବେ। ତାପରେ ଟମାଟୋଟା ଟିକେ ମଳିବା ପାଇଁ ଆପଣ ସେଥିରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଦେଇଦେବେ। ଆଉ ଲୁଣଟା ଏବେ ଏତିକି ଦେବେ ଯେଉଁଟାକି ପୁରା ଆପଣଙ୍କର ପିଆଜ ଷଣ୍ଢା ସହିତ ପକାଇଲା ପରେ ଯେତିକି ଦରକାର ଟୋଟାଲ୍ ପାଇଁ ସେତିକି ଦେବେ। ଆଉ ତାକୁ କଭର୍ ଦେଇକି ଜଷ୍ଟ 1ରୁ 2 ମିନିଟ୍ ଭଳିଆ ରଖିଦେବେ। ତାକି ଟମାଟୋଟା ଆମର ଦେଖନ୍ତୁ ମଉଳି ଯାଇଛି। ବର୍ତ୍ତମାନ ଆମେ କ'ଣ କରିବା ନା ଯେଉଁ କାଟିକି ରଖିଛେ ଆଳୁ ଆଉ ପିଆଜ ଷଣ୍ଢା ତାକୁ ପକାଇ ଦେଇକି ଆପଣ ଭଲସେ ଗୋଳେଇ ଦେବେ। ଆଉ ଆକୁ ଏମିତି ଭଲସେ ଓଲଟ ପାଲଟ କରିଦେବେ। ଆଉ ତାକୁ ପୁଣି ଆପଣ କଭର୍ ଦେଇଦେବେ। ମନେ ରଖନ୍ତୁ, ଯେତେବେଳେ ଆମେ ତ ଅଲରେଡ଼ି ଲୁଣ ଦେଇଛି, ଏବେ ଆଉ ଏଥିରେ ଲୁଣ ଦେବେନି। ଏବେ ଆପଣ କ'ଣ କରିବେ ନା ଗୋଟେ ମୁଠା ଭଳିଆ ହେବ, ମୁଁ ଏଇଟା ନେଇଛି ଫ୍ରୋଜେନ୍ ମଟର, ଯଦି ଆପଣଙ୍କ ପାଖରେ ତାଜା ମଟର ଅଛି ତାହେଲେ ମଧ୍ୟ ନେଇପାରିବେ। ବେଶୀ ନାହିଁ, ଗୋଟିଏ ମୁଠା ହିଁ ନେବେ। ଆଉ ତାକୁ ପକାଇକି ଏମିତି ଗୋଳେଇ ଦେବେ ଆଉ କଭର୍ ଦେଇକି ପୁଣି 1 ମିନିଟ୍ ପର୍ଯ୍ୟନ୍ତ ତାକୁ ରଖିବେ। 1 ମିନିଟ୍ ପରେ କଭର୍ ଖୋଲିକି ଦେଖିବେ ଆପଣଙ୍କର ଆଳୁ ଆଉ ପିଆଜ ମଟର ସବୁ ସିଝିଯାଇଛି। ଯଦି ନ ସିଝିଛି ତାହେଲେ ଆଉ ଟିକିଏ ସିଝାଇ ପାରିବେ। ବର୍ତ୍ତମାନ ଧନିଆ ପାଉଡ଼ର ଆଉ ସାମ୍ବର ମସଲା ଟିକେ ପକାଇବେ। ଛଡ଼ା ଆଉ ଆପଣଙ୍କୁ କୌଣସି ମସଲା ଦେବା ଦରକାର ନାହିଁ। ଏବେ ତାକୁ ଭଲସେ ଗୋଳେଇ ଦେବେ ଆଉ ଗରମା ଗରମ ସର୍ଭ କରିବାକୁ ଦେବେ। ଆକୁ ଆପଣ ଗରମ ଭାତ ହେଉ, ପଖାଳ ଭାତ ହେଉ କିମ୍ବା କୌଣସି ରୁଟି, ପରଟା, ପୁରୀ, ଚକୁଳି ମଧ୍ୟ ହେଉ, ସବୁରେ ଆପଣ ଖାଇପାରିବେ। କାରଣ ଟେଷ୍ଟରେ ଆପଣଙ୍କୁ ବହୁତ ହି ଭଲ ଲାଗିବ। ଆଉ ଟମାଟୋ ଯଦି ଆପଣଙ୍କର ଟିକେ ଖଟା ଅଛି ତାହେଲେ ତ ଆହୁରି ଜମିଗଲା ବୋଲି ଭାବନ୍ତୁ। ଏବେ ଏମିତି ଗରମା ଗରମ ଖାଇବାକୁ ଦେବେ, ଦେଖିବେ ଘର ଲୋକମାନେ ସବୁ ଖୁସି ହେଇଯିବେ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।